ଆଉ ଥରେ ମୁଁ ଆପଣମାନଙ୍କୁ ଏହି ସବସ୍କୁଲ ପାଠରେ ସ୍ୱାଗତ କରୁଅଛି। ଆଜି ରବିବାର ଅକ୍ଟୋବର 5, 2025। ଆଜିର ଆଲୋଚନା ହେଉଛି ସେକେଣ୍ଡ ଚାନ୍ସ, ଦ୍ୱିତୀୟ ସୁଯୋଗ। ବନ୍ଧୁ, ଆଜି ବିଶେଷ ଭାବରେ ଆମେ ଆଲୋଚନା କରିବା ଦ୍ୱିତୀୟ ସୁଯୋଗ ବିଷୟରେ। ଏହା ଆଲୋଚନା କରିବା ପୂର୍ବେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସବସ୍କୁଲ ପାଠ ସେହି ଶାସ୍ତ୍ରରୁ ଆମେ ଧ୍ୟାନ କରିବାକୁ ଯାଉଅଛୁ, ଯେପରିକି ତୁମ ସେହି ଜୀବନଦାୟକ ବାକ୍ୟ ଏହି ସବସ୍କୁଲ ପାଠ ମାଧ୍ୟମ ଦ୍ୱାରା ଆମେ ଜାଣିପାରିବୁ। ଏଥିପାଇଁ ଆମମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ସାହସିକ ଜୀବନରେ ଯିବା ପାଇଁ ଆମମାନଙ୍କୁ ସାହାଯ୍ୟ କର। ବିଶେଷ ଭାବରେ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଏହି ଛୋଟ ପ୍ରାର୍ଥନା ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଆଜି ଆମେ ଆଲୋଚନା କରିବାକୁ ଯାଉଅଛୁ ଦ୍ୱିତୀୟ ସୁଯୋଗ। ବିଶେଷ ଭାବରେ ଯଦି ଆପଣଙ୍କର ସମୟ ଅଛି, ତେବେ ଆପଣମାନେ ଦ୍ୱିତୀୟ ଦ୍ୱିତୀୟ ପର୍ବ 1 ଆଉ ଗଣନା ପୁସ୍ତକ 13, 1, 2, 25, 28 ଆଉ 33 ଯଦି ପଢିବେ, ଆଉ ଗଣନା 14, 1-12 ପଢିବେ, ଏଇ ଯୋଉ ସପ୍ତାହର ପାଠ ଆପଣ ମାନେ ଭଲ ଭାବରେ ଦେଖିପାରିବେ, ବୁଝିପାରିବେ। ବନ୍ଧୁ, ଯେଉଁ ସ୍ଥାନକୁ ସେହି ଦୁଇ ଗୁପ୍ତଚରଙ୍କୁ ଜିହୋଶୟ ପଠେଇଥିଲେ, ସେଠି ଆମେ ଦେଖୁଅଛୁ ଆକାଶିଆ ଗ୍ରୋଭ, ମାନେ ଯେଉଁଠାରେ ଆକାଶିଆ ବହୁତ ଗଛ ଅଛି, ତାହାକୁ ଏଇ ଯୋଉ ହିବ୍ରୁ ପାଠ୍ୟରେ ସିଟିମ ନାମରେ କୁହାଯାଉଛି। ଆଉ ଏହା ଆମକୁ ଇସ୍ରାଏଲର ଇତିହାସର ଦୁଇଟି ନକାରାତ୍ମକ ଯାହା ଅଧ୍ୟାୟ ପାଉଅଛୁ ବା ପ୍ରତିମୁଖ୍ୟ କାର୍ଯ୍ୟ ଆମେ ପାଉଅଛୁ। ତାହା ହଉଛି, ପ୍ରଥମ ଜିନିଷ ହଉଛି ଗୁପ୍ତଚରଙ୍କ କାହାଣୀ। ଯଦି ଆପଣମାନେ ଗଣନା 13 ପର୍ବ ପଢିବେ, ଏଇ ଯୋଉ ଗୁପ୍ତଚରଙ୍କ କାହାଣୀ ବିଷୟରେ ଆପଣମାନେ ଦେଖିବେ, ଯେଉଁଥିରେ ସେମାନେ ସାମନା କରନ୍ତି ଆଉ ଜରୁରୀ ଉପାଦାନ ଗୁଡ଼ିକରେ ରହିଛି। ବନ୍ଧୁ, ଏଇ ଯୋଉ ଗୁପ୍ତଚର ମାନଙ୍କୁ ଏକ ନିଯୁକ୍ତ ରୂପେ କରାଯାଇଥିଲା। ଶତ୍ରୁ ଅଞ୍ଚଳରେ ଗୁପ୍ତଚର ମାନଙ୍କର ଗୁପ୍ତ ଅନୁପ୍ରବେଶ, ଗୁପ୍ତଚର ମାନଙ୍କ ପ୍ରତ୍ୟାବର୍ତ୍ତନ, ଗୁପ୍ତଚର ମାନଙ୍କର ସେମାନଙ୍କର ସନ୍ଧାନ ଉପରେ ସେହି ରିପୋର୍ଟ ଉପରେ ନିର୍ଭର କରେ ଏବଂ ସେହି ରିପୋର୍ଟ ଉପରେ ଆଧାରିତ କାର୍ଯ୍ୟ କରିବା ପାଇଁ ଯେପରିକି ଜିହୋଶୟ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେଇପାରିବେ। ଯେପରି ଆମେ ଦେଖିଲୁ, ପ୍ରଥମରେ ଯେଉଁଠାରେ ଆକାଶିଆ ଗଛ ଗୁଡାକ ଅଛି, ବଣରେ ଅଛି, ସେହି ଆକାଶିଆ ବଣରେ ଯାହା ଆମେ ସିଟିମ, ଯାହାକି ଇସ୍ରାଏଲ ମାନେ କହନ୍ତି, ସିଟିମ ରେ ଘଟିଥିବା
अन्य घटनाटी इस्राएली मानकु द्वारा चुक्तिर सबुठारु विद्रोही मूर्तिपूजक उल्लंघन मध्यरु गोटे एक प्रतिनिधित्व करे। बंधु जितेबेले बिलामंक प्ररोचनारे सेमाने मयाबी महिला मानक सहित एक व्यभिचार करथिले एवं सेमानक देवता मानकु पूजा करथिले बोली आमे गणना पुस्तक 25:1-3 आ गणना पुस्तक 31:16 रे एही विषय में पाउछु। बंधु एही परिप्रेक्ष्य सिटिम नामटी समग्र कहानीर परिणाम पाई एक असाधारण उच्छेदना सृष्टि करे। यह प्रतिज्ञा देशर सीमारे आउ एक विफलता केबे की ना यह प्राचीन प्रतिश्रुतिर दीर्घ प्रतीक्षित पूर्ण आड़क नहीं आसुछि। बंधु यदि आपण माने जहन 18, 16, 18, 25-27 आउ जहन 21, 15-19 जदि आमे देखिबा एठी आमे ईश्वरीय द्वितीय सुजोगर परमेश्वर एवं अधिक जहाँ बाइबल द्वितीय सुजोग को एवं अधिक अनुग्रह विषय कहा जाउअछि। अनुग्रह होछि बंधु केवल जहाँ आमे पाइबा को योग्य नहीं ताहा ग्रहण करिबा। बाइबल मानको शिक्षा देउछि अनुग्रहर आधार धारणा परिपूर्ण हेबो बोली जहाँ आमे पाउलंक द्वारा देखुछु। जहाँ पाउल लेखंती रोमियो 5:2 रे आउ सेई पाउल ही लेखंती एफिसियो 2:8 रे आउ रोमियो 11:6 रे जदि आमे तुलना करिबा बंधु सेठी आमे पाउछु ईश्वरंक अनुग्रह समस्त को एक नूतन आरंभ सामना करने को प्रदान करिथाए। जेपरि तीतस भी एहीपरि कहंती तीतस 11:14 रे आउ सेपरि पितर भी कहंती द्वितीय पितर 3:18 रे पितर निजे एही अनुग्रह अनुभव करथिले एवं मंडली को अनुग्रह रे वृद्धि पाइबा को अनुरोध भी से करथिले। बंधु एवं एक खबर आहुरी भल हो जाए आमे द्वितीय सुजोग जेबे पाऊ आउ जेबे आमे ताहा पाई अपेक्षा करिथाउ यह बहुत अधिक पाऊ। बंधु आमे देखुछु जेपरि इस्राएल प्रजा माने सही जो केनान देशर सीमारे पहुंचले आउ एही काम प्रभु तांक निकटरे निजकु उत्सर्ग करुथिबा समस्तंक पाई करिबाकु प्राप्त देइछंती तुमकु मते समस्तकु आउ जो माने एही शिक्षा ग्रहण करिवे बंधु सेमानंकु से अनुग्रह एवं ज्ञान प्रदान करिवे। सेमानंक चरित्रर दोष प्रकाश करिवे एवं ताहांको साहाय्य चाहुथिबा समस्तंकु सेमानंकर त्रुटि संशोधन करिवा पाई शक्ति परमेश्वर प्रदान करिवे। बंधु मनुष्यर पाप जहा हो जेकोनोसी तिक्त किंबा शून्य आवेग प्रवणता पाई संघर्ष करू से जीति पारिबे नहीं। बंधु जदि इस्राएल सहायकंक नाम एवं शक्ति से मानक विरुद्धरे नजर रखी युद्ध करिवे जहा परमेश्वर संतान माने
ପାପ ପ୍ରତି ଏକ ତୀବ୍ର ସମ୍ବେଦନଶୀଳ ଚାଷ କରିବା ଉଚିତ। ବନ୍ଧୁ, ଏହା ଶୈତାନର ସବୁଠାରୁ ସଫଳ କୌଶଳ ମଧ୍ୟରୁ ହଉଛି ଗୋଟିଏ। ମଣିଷକୁ ଛୋଟ ପାପ କରିବାକୁ ନେବା ପାଇଁ ଏହା ହେଉଛି ଶୈତାନର ସବୁଠାରୁ ସଫଳ କୌଶଳ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଛୋଟ ଭୋଗରେ ବିପଦ ପ୍ରତି ମନକୁ ଅନ୍ଧ କରିଥାଏ। ପରମେଶ୍ୱର ସ୍ପଷ୍ଟ ଭାବରେ ବର୍ଣ୍ଣିତ ଆବଶ୍ୟକତାରୁ ଛୋଟ ବିତୃତି ବୋଲି ଆମେ ଦେଖୁଅଛୁ। ଅନେକ ବନ୍ଧୁ, ଯେଉଁମାନେ କୌଣସି ବଡ଼ ଅପରାଧୀରୁ ଭୟଭୀତ ହୋଇ ସଂଗଠିତ ହେବେ, ସେମାନେ ଛୋଟ ପରିମାଣ ଭାବରେ ଛୋଟ ବିଷୟ ଗୁଡ଼ିକରେ ପାପକୁ ଦେଖିବାକୁ ପ୍ରେରିତ ହୁଅନ୍ତି। କିନ୍ତୁ ଏହି ଛୋଟ ପାପ ଆତ୍ମାରେ ଥିବା ଈଶ୍ୱର ପରାୟଣତାର ଜୀବନକୁ ଦେଖାଇ ଦିଏ। ବନ୍ଧୁ, ଯେଉଁ ପାଦଗୁଡ଼ିକ ସଠିକ ପଥରୁ ବିଚ୍ୟୁତ ହୋଇ ଏକ ପଥ ଉପରେ ପ୍ରବେଶ କରନ୍ତି, ସେମାନେ ମନୁଷ୍ୟରେ ଶେଷ ହେଉଥିବା ପ୍ରଶସ୍ତ ପଥ ଆଡ଼କୁ ପ୍ରବାହିତ ହୁଅନ୍ତି। ବନ୍ଧୁ, ଈଶ୍ୱର ଆମକୁ ଯେଉଁ ପଦବୀରେ ରଖିଛନ୍ତି, ବନ୍ଧୁ, ଆମର ଦାୟିତ୍ୱ କିମ୍ବା ବିପଦ ଯେକୌଣସି ହେଉ, ଆମେ ମନେ ରଖିବା ଉଚିତ ଯେ ବନ୍ଧୁ, ସେ ଆଗ୍ରହୀ ସାଧକଙ୍କୁ ଆବଶ୍ୟକୀୟ ଅନୁଗ୍ରହ ପ୍ରଦାନ କରିବାକୁ ନିଜକୁ ସେ ପ୍ରତିଜ୍ଞା କରନ୍ତି। ଯେଉଁମାନେ ସେମାନଙ୍କର ପଦବୀ ପାଇଁ ଅପର୍ଯ୍ୟାପ୍ତ ମନେ କରନ୍ତି ଏବଂ ପରମେଶ୍ୱର ସେମାନଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ତାଙ୍କ ଶକ୍ତି ଏବଂ ଜ୍ଞାନ ଉପରେ ନିର୍ଭର କରି ଏହାକୁ ଗ୍ରହଣ କରନ୍ତି, ସେମାନେ ଶକ୍ତିରୁ ଶକ୍ତିକୁ ଆଗକୁ ବଢିବେ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଯେପରି ଇସ୍ରାଏଲର ପ୍ରଜାମାନଙ୍କ ବିଷୟରେ ଯଦି ଆମେ ଦେଖିବା, ଯେବେ ପରମେଶ୍ୱର ସେମାନଙ୍କୁ ଅନୁଗ୍ରହ ପ୍ରଦାନ କଲେ, ସେମାନେ ଶକ୍ତିରେ ଆଗକୁ ବଢିଲେ। ଆଉ ପରମେଶ୍ୱର ଏହା ଚାହାନ୍ତି। ଈଶ୍ୱର ଚାହାନ୍ତି ଯେ ଆମେ ଖ୍ରୀଷ୍ଟଙ୍କ ଦାନ ଦ୍ୱାରା ଆମ ପାଇଁ ସମ୍ଭବ ହୋଇଥିବା ସିଦ୍ଧତାର ମାନଦଣ୍ଡରେ ପହଞ୍ଚିବା। ସେ ଆମକୁ ଡାହାଣ ପାର୍ଶ୍ୱରେ ଆମର ପସନ୍ଦ କରିବାକୁ ସ୍ୱର୍ଗୀୟ ସଂସ୍ଥା ଗୁଡ଼ିକ ସହିତ ସଂଯୁକ୍ତ କରନ୍ତି। ଏପରି ନୀତି ଗୁଡ଼ିକୁ ଗ୍ରହଣ କରିବାକୁ ଆହ୍ୱାନ ସେ ଆମମାନଙ୍କୁ କରୁଛନ୍ତି। ବନ୍ଧୁ, ଆମ ମଧ୍ୟରେ ଈଶ୍ୱରୀୟ ପ୍ରତିମୂର୍ତ୍ତି ପୁନଃସ୍ଥାପିତ କରିବା ପାଇଁ ସେ ଚାହାନ୍ତି। ତାଙ୍କ ଲିଖିତ ବାକ୍ୟରେ ଏବଂ ପ୍ରକୃତିର ମହାନ ପୁସ୍ତକରେ ସେ ଜୀବନର ନୀତି ଗୁଡ଼ିକୁ ପ୍ରକାଶ କରନ୍ତି। ଏହି ନୀତି ଗୁଡ଼ିକର ଜ୍ଞାନ ପାଇବା ଏବଂ ବନ୍ଧୁ, ଏଇ ଯୋଉ ଜ୍ଞାନ ପାଇବା ଏବଂ ଶକ୍ତିରେ ଗ୍ରହଣ କରିବା, ଏହା ପାପରୁ ଉତ୍ପନ୍ନ ରୋଗ ପାଇଁ ଏକ ଉପହାର ବୋଲି ଆମେ ଦେଖୁଅଛୁ। ଯେପରିକି ମାଲାକି 4:2 ଆମେ ଦେଖୁଛୁ, ବନ୍ଧୁ, ତାଙ୍କ ପକ୍ଷରେ ଆରୋଗ୍ୟ ସହିତ ଏହି ସମସ୍ତ ଜଗତ ପ୍ରଦାନ କରେ ନାହିଁ, ଏକ ଭଗ୍ନ ହୃଦୟକୁ ଶୁଦ୍ଧ କରିପାରେ କିମ୍ବା ମନର ଶାନ୍ତି ପ୍ରଦାନ କରିପାରେ କିମ୍ବା ଯତ୍ନ ଦୂର କରିପାରେ କିମ୍ବା ରୋଗ ଦୂର କରିପାରେ। ଖ୍ୟାତି, ପ୍ରତିଭା, ସମସ୍ତେ ଦୁଃଖିତ ହୃଦୟକୁ ଖୁସି କରିବାକୁ କିମ୍ବା ନଷ୍ଟ ଜୀବନକୁ ପୁନରୁଦ୍ଧାର କରିବାକୁ ଶକ୍ତିହୀନ ଆତ୍ମାରେ ପରମେଶ୍ୱରଙ୍କ ଜୀବନ ହେଉଛି ମନୁଷ୍ୟର ଏକମାତ୍ର ଆଶା। ବନ୍ଧୁ, ସେହି ଏକମାତ୍ର ଆଶାକୁ ଆମେ ଆଗକୁ ବଢାଇବାକୁ ପଡିବ। ଯେପରିକି
ଇସ୍ରାଏଲ ପ୍ରଜାମାନଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯାଇଥିଲା। ଆଉ ସେଇ ଦ୍ୱିତୀୟ ସୁଯୋଗ ସେମାନେ କିପରି ବ୍ୟବହାର କରିବେ ତାଙ୍କ ଉପରେ ନିର୍ଭର କରୁଥିଲା। ଆମମାନଙ୍କୁ ମଧ୍ୟ ଆମ ଜୀବନରେ ପରମେଶ୍ୱର ଦ୍ୱିତୀୟ ସୁଯୋଗ ତୃତୀୟ ସୁଯୋଗ ଦେଇଥାନ୍ତି। ଆଉ ସେଇ ଯୋଉ ସୁଯୋଗକୁ ଆମେ କିପରି ବ୍ୟବହାର କରୁ ତାହା ଆମ ଉପରେ ନିର୍ଭର କରେ, ଯାହା ଆମେ ଇସ୍ରାଏଲ ପ୍ରଜାମାନଙ୍କ ଜୀବନରେ ପରମେଶ୍ୱର ସେମାନଙ୍କୁ ଦ୍ୱିତୀୟ ସୁଯୋଗ ଦେଇଥିଲେ। ତାହେଲେ ବନ୍ଧୁ ଚାଲନ୍ତୁ ସେହି ଯୋଉ ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ସେହି ଦ୍ୱିତୀୟ ସୁଯୋଗ ଦେଇଛନ୍ତି, ଯେପରି ତାଙ୍କଠାରେ ଆମେ ନିର୍ଭର କରି ତାଙ୍କଠାରେ ଆମର ସବୁ କିଛି ଢାଲି ତାଙ୍କ ଶକ୍ତିରେ ଆମେ ଚାଲିପାରିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଜମ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ଯେହେତୁ ଆମମାନଙ୍କୁ ଆମ ଜୀବନରେ ଦ୍ୱିତୀୟ ସୁଯୋଗ ଦେଇଅଛନ୍ତି। ଯେପରି ଏହି ଦ୍ୱିତୀୟ ସୁଯୋଗ ଆମେ ଆମର ଜୀବନ ଦେଇ ବ୍ୟବହାର କରିପାରିବୁ, ଯେପରି ତୁମର ସେହି ନାମର ଗୌରବ ପ୍ରଶଂସା ହୋଇପାରିବ। ଏଥିପାଇଁ ଆମମାନଙ୍କୁ ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ପରିପୂର୍ଣ୍ଣ କର। ବିଶେଷ ଭାବରେ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆଉ ଯେବେ ଯୀଶୁଖ୍ରୀଷ୍ଟ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ପାଇଁ ଆସିବେ ଏହି ପୃଥିବୀକୁ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର। ଆମେନ୍।